ଆଜି ମହାପ୍ରଭୁ ଜଗନ୍ନାଥ ତ୍ରିବିକ୍ରମ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ପଞ୍ଚୁକର ତୃତୀୟ ଦିନ ଅର୍ଥାତ୍ କାର୍ତ୍ତିକ ଶୁକ୍ଳ ପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ମାନେ ତ୍ରିବିକ୍ରମ ବେଶ ବା ଆଡ଼ିକିଆ ବେଶରେ ସୁସଜ୍ଜିତ ହୁଅନ୍ତି। ଏହି ବେଶରେ ଠାକୁରମାନେ ସୁବର୍ଣ୍ଣ ନିର୍ମିତ ତୁଳସୀ, ଫୁଲମାଳ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ ଓ ଓଡିଆଣୀ ଭଳି ଅନେକ ଅଳଙ୍କାରରେ ବିଭୂଷିତ ହୁଅନ୍ତି। ଏହି ବେଶରେ ମହାପ୍ରଭୁ ଜଗନ୍ନାଥ ଶଙ୍ଖ ଓ ଚକ୍ର ଧାରଣ କରିଥାନ୍ତି, ଯେତେବେଳେ କି ବଳଭଦ୍ର ହଳ ଓ ମୁଷଳ ଧାରଣ କରିଥାନ୍ତି। ପୂର୍ବ କାଳରେ ମହନ୍ତ ମହାରାଜ ରାମ ଜୟନ୍ତୀ ଦାସ ଏହି ବେଶର ପ୍ରଚଳନ କରିଥିଲେ। ତ୍ରିବିକ୍ରମ ବେଶ ହେଉଛି ଭଗବାନ ବିଷ୍ଣୁଙ୍କର ବାମନ ଅବତାରର ପ୍ରତୀକ, ଯାହା ତାଙ୍କର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡର ସମ୍ରାଟ ଭାବକୁ ପ୍ରତିପାଦନ କରେ। ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶର ସମ୍ପାଦନ କରନ୍ତି। ଏହି ବେଶରେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ରଙ୍କର ମସ୍ତକରେ ଚୂଳ ଏକ ପ୍ରକାର ମୁକୁଟ ଲଗାଯାଇଥାଏ, ଯାହାକି ସୋଲ, କନା, ବେତ, କଇଁଠ ଅଠା ଇତ୍ୟାଦିରେ ନିର୍ମିତ। ଚୂଳର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡ଼ ଭାବରେ ଖୋସା ଯାଇଥାଏ। ଏହା ସହିତ ଦିଅମାନେ ପାଟ ବସ୍ତ୍ର ପରିଧାନ କରନ୍ତି। ଏହି ବେଶରେ ମହାପ୍ରଭୁଙ୍କର ସର୍ବଶକ୍ତିମାନ ଏବଂ ସମଗ୍ର ବିଶ୍ୱର ଅଧୀଶ୍ୱର ଭାବରେ ଦର୍ଶାଏ। ସାଙ୍ଗରେ ଆପଣଙ୍କୁ ଯଦି ଏହି ଭିଡିଓଟି ଭଲ ଲାଗିଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ରହୁଛି, ନମସ୍କାର।